ସମସ୍ତଙ୍କ ଜୀବନରେ କିଛି ନା କିଛି ସଉକ ରହିଥାଏ। କିଏ ଗୀତ ଗାଇବାକୁ ତ କିଏ ନାଚିବାକୁ, ପୁଣି କିଏ କବିତା ଲେଖିବାକୁ ସଉକ ରଖିଥାନ୍ତି। ସେହି ମଣିଷର ସଉକ କେବେ ଉଦାହରଣ ସୃଷ୍ଟି କରେ ତ ପୁଣି କେବେ ଏକ ଅନନ୍ୟ ପରିଚୟ ଆଣିଦିଏ। ଆମେ ଆଜି ଏମିତି ଏକ ମଣିଷଙ୍କ ସଉକର କଥା ଦେଖେଇବୁ ଯାହା କେବଳ ତାଙ୍କୁ ଆନନ୍ଦ ଦେଇଛି ତାହା ନୁହେଁ, ବରଂ ଏହି ସଉକ ପାଇଁ ସେ ଏବେ ନିଜ ଅଞ୍ଚଳରେ ବେଶ ପରିଚିତ ହୋଇପାରିଛନ୍ତି। ସେ ନିଜ ବଗିଚାରେ ଲଗାଇଛନ୍ତି 100 କିସମର ଫଳ ଓ ଔଷଧୀୟ ଗଛ। ତାଙ୍କ ଛାତ, ସିଡ଼ି, ରାସ୍ତା, ଘର, ବଗିଚା କେବଳ ଗଛ ହିଁ ଗଛ। ପ୍ରାୟ 50ରୁ ଊର୍ଦ୍ଧ୍ୱ ପ୍ରକାରର ଔଷଧୀୟ ଗଛ ମଧ୍ୟ ରହିଛି, ଯାହା ଛୋଟ ମୋଟ ରୋଗ ନିରାକରଣ ପାଇଁ ବେଶ ସହାୟକ ହେଉଛି। ଏ ହେଉଛନ୍ତି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପକଣ୍ଠ ଫରେଷ୍ଟ ଗେଟ୍ ଅଞ୍ଚଳର ଟି ସଞ୍ଜୀବ ଏବଂ ତାଙ୍କ ସ୍ତ୍ରୀ ଟି ପଦ୍ମଜା। ଟି ସଞ୍ଜୀବ ବନ ବିଭାଗର ଅବସରପ୍ରାପ୍ତ ମୁଖ୍ୟ କିରାଣୀ ହୋଇଥିବା ବେଳେ ସ୍ତ୍ରୀ ପଦ୍ମଜା ଗୃହିଣୀ ଅଟନ୍ତି। ପଦ୍ମଜାଙ୍କ ପ୍ରୟାସରେ ଏବେ ତାଙ୍କ ଛାତ, ବଗିଚା ଏବଂ ଘର ପରିସର ସାଜିଛି ବଗିଚା। ଗଛ ପ୍ରେମରେ ପାଗଳ ହୋଇଥିବା ପଦ୍ମଜା ସକାଳେ ଉଠି ଆଗ ନିଜ ବଗିଚାରେ ଟିକେ ବୁଲି ଆସନ୍ତି। ନିଜ ହାତରେ ତିଆରି କରିଥିବା ବଗିଚାକୁ ଦେଖିଦେଲେ ତାଙ୍କ ପେଟ ପୁରିଯାଏ ବୋଲି ସେ କୁହନ୍ତି। ଆମେ ଭୁବନେଶ୍ୱରରେ ଥିଲା ବେଳକୁ ପିଲା ବେଳଠୁ ମୁଁ ସବୁ ଏମିତି ଗଛପତ୍ର ମୁଁ ଲଗାଉଥିଲି। ସେଇଠି ହେଲା ପରେ ବାହା ହେଲା ପରେ ବି 40 ବର୍ଷ ହେଇକରି ମୁଁ ଗଛ ଯାକ ଲଗାଉଛି। ପନିପରିବା ସବୁ ଲଗେଇଲୁ। 12 ରୁ 15 ଔଷଧୀୟ ଗଛ ଅଛି। ଫୁଲ ସବୁ ମିଶିକିରି 100 ଉପରେ ଅଛି। 120 ପାଖାପାଖି ହେଇଛି। ଆମେ ନିଜେ ବନାଇବା ବୋଲେ ଏକା ଆମେ ପୁରା ଜଙ୍ଗଲ ପରି ଏକା କରିଦେଲୁ ସବୁ ଗଛ। ତାପରେ କ'ଣ ସବୁ ଗଛ କେତେ ଗଛ ମୁଁ ବାଣ୍ଟିଲି ଅକ୍ସିଜେନ୍ ପାଇଁ। ଅକ୍ସିଜେନ୍ ଗଛଟା ପିସ୍ ଲିଲି ହେଉଛି, ଇନଡୋର ପ୍ଲାଣ୍ଟ ପୁରା ଘର ଭିତରେ ରଖିବାର। ସେଠି କାରଣ ଟାଇମ୍ରେ ବାହାରକୁ ଆସିବା ଟାଇମ୍ଟା ନାହିଁ। ସେ ଟାଇମ୍ରେ ସମସ୍ତଙ୍କୁ କରିଲି। ଏବେ ହେଲେ ସମସ୍ତଙ୍କୁ ମୁଁ ଗଛଟା ଦେବି, ଫୋନ୍ କରିକି ଡାକିବି ବୋଲେ ଟେକେରି ଆନ୍ଧ୍ରାରୁ କେତେ ଲୋକ ଆସିକି ମୋ ପାଖରୁ ଗଛ ନେଉଛନ୍ତି। ଏବେ ହେଲେ ନେଇଛନ୍ତି ଆସିକିରି। ପଦ୍ମଜାଙ୍କର ସବୁବେଳେ ଗଛ ଲଗାଇବା ପାଇଁ ଦୁର୍ବଳତା ରହିଥିଲା। ସହରର ସୀମିତ ଜାଗା ଭିତରେ କେମିତି ଫୁଲ ଗଛ ଲଗାଇବେ ସେହି କଥା ଚିନ୍ତା କରି ସେ ଛାତ ଉପରେ ପ୍ରଥମେ କିଛି ଫୁଲ ଗଛ ଲଗାଇଥିଲେ। ପରେ ସେଠାରେ ସେ ଅନ୍ୟ ଗଛ ଲଗାଇଲେ। ଏଥିପାଇଁ ଅନଲାଇନରେ ବିଭିନ୍ନ କିସମର ଗଛ ଚାରା ମଗାଇ ବଗିଚା ଭାବେ ସଜାଇ ଦେଲେ। ଆଉ ଏହି ବଗିଚାଟି ଏତେ ସୁନ୍ଦର ଯାହା ଆଖିରେ ନ ଦେଖିଲେ ବିଶ୍ୱାସ କରିହେବନି। ପଦ୍ମଜାଙ୍କର ଏହି କାମକୁ ତାଙ୍କ ସ୍ୱାମୀ ମଧ୍ୟ ବେଶ ପ୍ରଶଂସା କରନ୍ତି। ଉପଦେଶ ବୋଲେ ଏମିତି ଗଛ ରଖିଲେ ଖରାଦିନ ପାଇଁ ଭଲ, ଅକ୍ସିଜେନ୍ ଆଇବ, ଔଷଧ ଆମ ହାତରେ ଅଛି। କେଉଁଟା ହଠାତ୍ କ'ଣ ରୋଗ ହେଲେ ଛୋଟ ଛୋଟ ରୋଗ ମାନଙ୍କୁ ଆମେ ଭଲ କରିପାରିବା। ଔଷଧୀୟ ଗଛ ଅଛି। ମେନ୍ ହେଉଛି ସରସ୍ୱତୀ ଗଛ, ତାପରେ କକ୍ଟସ୍, ଇନ୍ସୁଲିନ୍, ତାପରେ ଶଙ୍ଖପୁଷ୍ପ, ଏମିତି ବିଭିନ୍ନ ପ୍ରକାର। ତାପରେ ତୁଳସୀ, 4-5 ପ୍ରକାର ତୁଳସୀ ଅଛି। ଏସବୁ ବହୁତ ଜିନିଷ ଔଷଧୀୟ ଗଛ ରଖୁଛି। 12 ବର୍ଷ ଭିତରେ ଏତିକି ଗଛ ଏକ୍ସଚେଞ୍ଜ ମୁଁ କେଉଁଠି କିଣିନି। ମୋ ଗଛ କେଉଁଟା ଅଛି ମୁଁ ଜଣକୁ ଦେବି, ତାର କ'ଣ ଅଛି ସେ ମୋତେ ଦେବ। ଏକ୍ସଚେଞ୍ଜ ସିଷ୍ଟମରେ ଆମେ ସବୁ ଗଛ ସବୁ ଆଜି ପର୍ଯ୍ୟନ୍ତ ଚାଲିଛି। ତେବେ ନିଜର ବିବାହ ବାର୍ଷିକୀ ଓ ଜନ୍ମଦିନରେ ଗଛ ଲଗାଇବା ସହ ଗଛ ମଧ୍ୟ ବାଣ୍ଟନ୍ତି ପଦ୍ମଜା। ତାଙ୍କର ଏହି ସଉକ ଓ ମହତ ଉଦ୍ଦେଶ୍ୟ ପାଇଁ ହାଇଦ୍ରାବାଦର ହ୍ୟାପି ଗାର୍ଡେନ୍ସ ଓ ସିଟି ଟେରେନ୍ସ ଗାର୍ଡେନ ପକ୍ଷରୁ ବିଭିନ୍ନ ପ୍ରୋତ୍ସାହନମୂଳକ ମାନପତ୍ର ମିଳିଛି। ଏଥିପାଇଁ ସେ ବେଶ ଖୁସି ଅଛନ୍ତି। ଗଜପତିରୁ ହେମନ୍ତ ପ୍ରଧାନଙ୍କ ରିପୋର୍ଟ, ଖବର ଓଡ଼ିଶା।